भाव जो पद्म स्थान शोभा से पद्म निकट अच्छी बासना पद्मर आपण पाखुरा अच्छी पद्मर केसर अच्छी पद्मर नाल अच्छी तार जो पद्म कथा आपण आलोचना करूची जहाँ जगन्नाथ सपन महाप्रभु हाथ धरती शंख चक्र गदा पद्म शंखरा सत्यर प्रतीक पद्मरा शांतिर प्रतीक गदा गदार सम्मान प्रतीक चक्र धारण कर समाज समान प्रचार चक्र आपण से जगन्नाथ महाप्रभु केते तो पाला बोला सब समस्त धरी ये मूर्ख को आपण निकट अधिक कौन करिवो से चक्र से गोवा तो धरती गोत्रे धरती कोटा पाए नारे में हेला तो केमितिया धरा आपण बोलछंती डाना हाथ बाम हाथ ओ हाथ रे गोटी पद छांद करू हां छांद करू रे यज्ञ बेदी स्नान बेदी निरंकार भाव नहीं भाव भगवान कृपा भगवान को भजन करने तरीका की ज्ञान में ये मात्र प्रभु को निकट अभी तो साल पाए प्रभु के द्वारा पाए करना नहीं ये ज्ञान मंडली
ଆପଣ ମାନେ ବିଚାର କରନ୍ତୁ କଥା କଣ କହୁଛନ୍ତି ହଂସ କଣ ପାଇବ ଆପଣ ମାନେ କି ପ୍ରଭୁ କଥା ଟିକେ ବସୁଛନ୍ତି ଆପଣ ମାନେ ନମସ୍ତେ ଗୁରୁ ମୁଁ ଆପଣଙ୍କୁ କହିଛି ଆପଣଙ୍କ ପୁଅ ମୋର ମଉସା ତୁ ମହାବନ୍ତୁ ସମସ୍ତେ ମୋର ମା ଆଇ ମା କାହିଁ ପଡ଼ିଆ ଆପଣ ମାନଙ୍କୁ ଗୋଟେ କହୁଛୁ ଆପଣ ସବୁ ଜାଣିଛନ୍ତି ସେ କ୍ଷମା ଦେବେ ଆପଣ ମାନଙ୍କ କଥା ବସୁଛନ୍ତି କଣ ହେଲା ନା ସେଇଥିପାଇଁ ହଂସଟି ଆପଣ ମାନଙ୍କର ଘରେ କଣ ନା ପୋଖରୀ ମଛକୁ ଯାଏ ପ୍ରଥମ କେଶର ଅଣ୍ଡା ଇତ୍ୟାଦି ଗ୍ରହଣ କରେ ଘଟିଥାନ୍ତି କୋଣ ମିନୋକ୍ଷର ଯାତ୍ରା ସଭା ଏ ଆପଣ ମାନଙ୍କର ପଦ୍ମଶ୍ରୀ ଭଗବାନଙ୍କ ପାଦ ଅଷ୍ଟାଦଶ ଚିହ୍ନ ଅଛି ଲକ୍ଷ୍ମୀଙ୍କ ପାଖରେ 19 ଚିହ୍ନ ଅଛି ସବୁ ସମୟ ସାପେକ୍ଷ କଥା ଆଲୋଚନା କରିବାକୁ ଖାଲି ଏଇଠି ଆପଣ ମାନେ ରାଜା ମହୋଦୟ କହିଥାନ୍ତି ଆଲୋଚନା କରିବାକୁ ଲମ୍ବା ଚାରିଟା ସମୟ କିନ୍ତୁ ବିଷୟ ଆଲୋଚନା କରିବି କିଏ ତରଫରେ ଆମ ହେଇଯାଉଛି କେବଳ ଜ୍ଞାନ ଆଜ୍ଞା ମାନେ ବିଚାର କରନ୍ତୁ ଏ କଥା କେବଳ ବ୍ୟର୍ଥ ଯିବନି ଗଜପତି ମହାରାଜ ସେ ପୂର୍ବ ଅର୍ଘ ତମଲିକି ଆସିଛନ୍ତି ସେଇ କେବଳ ଗୋଟିଏ ପୃଥିବୀରେ ପ୍ରଚାର ସହାୟକ ସହଜ ଗାଁରେ ତାଙ୍କ ବୁଝୁଛନ୍ତି ତାଙ୍କ ଧୈର୍ଯ୍ୟ କିଏ ବୁଝି କୋଉ କର୍ମ ନେଇକି ମୁଁ ଆସେ ଜ୍ଞାନ ବୋଲି ପଥ ନଷ୍ଟ କରିଦେଲେ ପ୍ରାରବ୍ଧ ନଷ୍ଟ ହେଇଯାଏ ଆଜ୍ଞା ସେ ବିଚାର କରନ୍ତୁ ପରବର୍ତ୍ତୀ ବିଭବ ସେଇ ଭଗବାନଙ୍କୁ କେବେ ଆସି ଆପଣ କହିବେ 10 ଲକ୍ଷ ତାଙ୍କ ଧ୍ୟାନ ଦେଖିନା ସେ ଭଗବାନଙ୍କ ଇଚ୍ଛାରେ ଆପଣ 10 ଲକ୍ଷ ଆଣିବେ ସବୁ ଜାଣିଥିବେ ଭଗବାନ ନ କହିଲେ ଆପଣ 10 ଲକ୍ଷ ପାଇପାରିବେନି ଧନ ସେଇ ପ୍ରଭୁଙ୍କ କୃପାରେ ଆସିବ ବିଭବ ଦୀର୍ଘାୟୁ 80 ବର୍ଷ ବରମାୟ ଆଜ୍ଞା ମିଳିବ ଗୋଡ଼ା ତ ଚଳୁଥିବ ଆପଣମାନେ ସୁନ୍ଦର ଭାବରେ ଯାତାୟାତ କରି ମୋର ମସଲା ଆଶା କରୁଛନ୍ତି ରୋଗ ହେବନି ଆରୋଗ୍ୟତା ଏବେ ଆଜ୍ଞା ଆମର ଗାଁ ପଟେ ଆଜ୍ଞା 50 ବର୍ଷ ଏସି ଅଛି ଆଜ୍ଞା ଚାଲିବ କିନ୍ତୁ ସାଗର ଖାଇକି ଆଜ୍ଞା 80 ବର୍ଷ ପର୍ଯ୍ୟନ୍ତ ବସୁଛି ସକ୍ଷମ ହେଇକି ଆପଣମାନଙ୍କର ମସଲା ଆଜ୍ଞା ବସୁଛନ୍ତି ବାପା ମାନେ ଯେମିତି ଆସନ୍ତି କୌଣସି ଦୁଃଖ ନାହିଁ ସତନା ନାହିଁ ଭଗବାନ ଭଗବାନ ଭାବରେ ଖାଇ ସୌଭାଗ୍ୟ ଚାଲେ ଆମେ କିଛି କହିପାରିବାନି ଆପଣଙ୍କ ଆଶୀର୍ବାଦ ଭଗବାନ ନାରାୟଣ ବସିଲେ ଆମର ପୁଅ ଜ୍ଞାନ ମଣ୍ଡଳୀ ତାଙ୍କ କୃପାକୁ ଭାବରେ ଆପଣମାନଙ୍କ ସୁନ୍ଦର ମୁଖ ଦର୍ଶନ କରିବା ସୌଭାଗ୍ୟ ହେଉଛି ଆପଣଙ୍କ ହିସାବ ଆପଣଙ୍କୁ କହିବି ଯେ ଆରୋଗ୍ୟତା ଆସେ ଭଗବାନଙ୍କ ନିକଟରୁ ଆସେ ଦୀର୍ଘାୟୁ ମଧ୍ୟ ଆସିବ ସେ ଭଗବାନଙ୍କ ନିକଟରୁ ସୁଖ ଜୀବନ ଯାପନ କରି ଆପଣମାନେ ସେ ପ୍ରଭୁଙ୍କ କୃପାରେ ମନେ କରିପାରିବେ ନାହିଁ ସମିତ୍ର ଉତ୍ତମ ମୁକ୍ତି ମିଳିବ ଜୀବନରେ ସେ ଆପଣଙ୍କ ଠକିବନି ଆମେ ଆଗେ ଠକି ଯାଇଛି ମିତ୍ରଦ୍ରୋହୀ କୃତଦକ୍ଷ ଦଶ ବିଶ୍ୱାସ ଘାତକ ପ୍ରୟତ୍ନ ନରକମ ଯାଆନ୍ତି ଯାର ପୂତ ସଂପ୍ରଭମ ବନ୍ଧୁ ନିକଟରେ ଯିଏ ଭୁଲ କରି ଆଜ୍ଞା ତାର ଅବସ୍ଥା ସଚୀନ ହେଇଯାଏ ଉତ୍ତମ ମିତ୍ରଟେ ମିଳେ ଆପଣଙ୍କ ସହିତ ଶେଷ ସମୟ ଯାଏ ରହେ କେବେ ଆପଣଙ୍କୁ ଠକେନି ସୁସ୍ଥ ଉତ୍ତମ ପୁଅଟେ ମିଳିବ ଆଜ୍ଞା କେବେ ଆପଣଙ୍କୁ ଛାଡ଼ିକି ଯିବନି କର୍ମ ଖରାପ ହେଲେ ପୁଅ ପଳେଇବ ଯୋଉକୁ ଆପଣଙ୍କୁ ସଦାସର୍ବଦା ସତ୍ୟଦେବ କଥା କହି ଉତ୍ତମ ପୁତ୍ରଟିଏ ସତ୍ୟଦେବରେ ଆପଣମାନଙ୍କର ଜୀବିତ ବାହନ ଯେତେବେଳେ ଥିଲେ ଆପଣମାନଙ୍କର ଶ୍ରବଣ କୁମାର ଆଜ୍ଞା କଥା ଟିକେ କୃଷ୍ଟ ହେଉଥିବା ଆପଣ ଅନେକ ଅନୁଷ୍ଠାନ ତେଣୁ ବଡ଼ ବଡ଼ କଥାଟି ଆଲୋଚନା କରୁଛି ତାମ ଅଛନ୍ତି ଉତ୍ତମ ପୁତ୍ର ତେବେ ଉତ୍ତମ ପୁତ୍ର ଜ୍ଞାନ ଆପଣମାନଙ୍କର এই সমাজ শিক্ষা নিয়ে নিজ পিতা পাই যে আমি জীবন বিচলিত করেছি সেই ভক্তি প্রবন্ধ সংক্রান্ত বিষয় উপরে আলোচনা করিবি এই সমাজ সারা বিশ্ব দেশে কোন শিক্ষা দিতে চলে গাঁ এই নহ সমস্ত আমি শিক্ষা দিয়েছি সে কথা আলোচনা করার জ্ঞান মন্ডলী এইপরি সুস্থ সত্যপ্রিয়তমা উত্তম পত্নী মিলবে আর নারায়ণ কেতে ভক্তি মিলব মিলব নাহি নারায়ণ পদ্ম तुलना कर से नारायण तत्वपाद आपको मिले विश्व या दुख घटी दुख घटी रहबनी ज्ञान मंडली से बाहर हाकू कह पीड़ित
ଯାହା କଥା ମଣିବି ଜ୍ଞାନୀ ମଣ୍ଡଳୀ ଏଇ ଯେଉଁ ପାର୍ବତୀ ସଭା ପାଉଛନ୍ତି ସେଇ ଆପଣମାନଙ୍କର ଯିଏ ପଦ୍ମ ଗୋଟେ ସୁନ୍ଦର କଥା ସ୍ଥାପନ ବାଲା ଆଜ୍ଞା କହିଥିଲି ମୁଁ 10 ବର୍ଷର ସେତେବେଳେ ଶୁଣୁଥିଲି ଅର୍ଥ କହିଥିଲେ ଆମର ଏଇ ବୃନ୍ଦାବନ ନ୍ୟାୟ ଏ କଥାରେ କିନ୍ତୁ ଦର୍ଶନ ସାହିତ୍ୟ ସଂସ୍କୃତି ମିଶିକି ଅଛି ଦେଖନ୍ତୁ ବୈନାଥ ଆପଣମାନେ ଯେମିତି ଗ୍ରାମବାସୀମାନେ ଯାଆନ୍ତି ସେମିତି ଆମର ଉଷାସ ଘଟଣା କରି ବାସ୍ତେ ସ୍ଥାପନ ବାଲା ତାଙ୍କ ନିକଟ କଥା ହଉଛନ୍ତି ଆଉ ଦୁଇ ଜଣ ଆସୁଛନ୍ତି ଗୋଟେ ଭଲ କେସ୍ ଗୁରୁ କହିଲା ଏମିତି ସୁନ୍ଦର ଲାଗି ପର୍ଯ୍ୟନ୍ତ ଗୋଟେ ଭଲ ଜିନିଷ ତ ବାଡିଆ କଥା ହଉଛନ୍ତି ସେ ଗୁରୁ କହିଥିଲା ଯଦୁଣି କହିଛି ଗୋଟେ କଥା ଏ ପୁଅକୁ ଝିଅକୁ ମାସ ମାସ ଅଲଗା କରିଦେବ ବାଣ ଯେତେବେଳେ ଯୁଦ୍ଧିବ ଦୌଡ଼ି ବାନ୍ଧେ ତ କେହି କରିପାରିବେନି ସେଇ ଆସିକି ମଧ୍ୟ ସେ ପଛରେ ଆগে ଏକା ଦେଇଗଲେ ପଛା ମାରି ରହିଲା ଯାହା କି ସାହିତ୍ୟରେ ଆଲୋଚନା ହେଇଛି ଯାହା କଥା ବଢୁନି ସେଇ ମହାପ୍ରଭୁ ଇଏ ସେ ଆପଣ ହାତ ମୁଠାରେ ହାତ ପାଉଛନ୍ତି ଯିଏ ସତ୍ୟନାରାୟଣ ଜଗନ୍ନାଥ ଆପଣ ସମସ୍ତେ ବିଦ୍ୱାନ କଥା କହିବାକୁ ସେ ଛୋଟ ଅର୍ଥନ କରିପାରୁନି ଭାଇନା ନବଙ୍କ କଥାରେ ସତପଲା ବିରସତ ସେ କିଏ ସେ ସୂର୍ଯ୍ୟଙ୍କୁ ସେ କିଏ କିଏ କରୁଛନ୍ତି ବ୍ୟାଖ୍ୟା କରିବାକୁ ସମୟ ନାହିଁ ଯାହା ହଉ ସେଇ ମହାପ୍ରଭୁ ଆପଣମାନଙ୍କ ସମସ୍ତଙ୍କୁ କୋଟି କଲ୍ୟାଣ ଭାଇ ଦିଅନ୍ତୁ ଏ ଜୀବନକୁ ଉଚ୍ଚ କରି କୋଟି ଅସୁବିଧା ଜଣାନ୍ତୁ ସରାମେ নাচরে নাচরে
ତୋର ରୋଗ ଏ କଣ ତୋ ରୋଗ ବାହାରି ପଡ଼ିଲା ଗୋଟେ ଆରେ ଏ କଣ ଗୋଟେ କାଟଟା ତ ନିକଟରେ କଟିଲା ଜାଗର ବାତା ବାଲାରେ ଏମିତି କୁଣ୍ଡୁ ନଥିଲା ଆଜି ଭଲ କୁଣ୍ଡୁଛି ହଉ ତୁ କୁଣ୍ଡା ଖେଳଟେ ଆଉ ଖାଲି କର ବିଷୟବସ୍ତୁ କଥା ଆପଣଙ୍କ ଆଲୋଚନା କରୁଛି ମୋର ପଣ୍ଡିତଙ୍କର ରାଜ୍ୟ ହସ୍ତିନା ରାଜା ହଉଛନ୍ତି ରାଜକୁମାର ଶାନ୍ତନୁ ସୁନ୍ଦର ଭାବରେ ରାଜ୍ୟକୁ ଶାସନ କରୁଛନ୍ତି ପ୍ରଜାପତିମାନଙ୍କୁ ପୁତ୍ରବର୍ତ୍ତମାନେ ପାଳନ କରୁଛନ୍ତି ଲୋକମାନେ ଅଭାବ ଅସୁବିଧା କୌଣସି ଅସୁବିଧା ନାହିଁ ଲୋକମାନଙ୍କୁ ଚୋରି ଡକାୟତି ଲୁଟତରାଜ ବ୍ଲାକିଂ ଠକାମି ଏସବୁ କିଛି ନାହିଁ ସମସ୍ତେ ବହୁତ ଆନନ୍ଦ ଅଛନ୍ତି ରାଜାଙ୍କର ମହିମା ଖ୍ୟାତି ଯେତେବେଳେ ସେ ରାଜଗଦିରେ ବସିଲେ ରାଜକୁମାର ଚିନ୍ତା କରେ ମୋର ପ୍ରଜାମାନଙ୍କର ଗରିବ ପ୍ରଜାମାନଙ୍କର ଦୁଃଖକୁ ଏକା ଦିନକରେ ମହେଇବେ ଏତେ ସୁବର୍ଣ୍ଣ ଦାନ ଦେବି ଯଦ୍ୱାରା କି ମୋ ପ୍ରଜାମାନେ ଏକାଥରକେ ଜମି ହେଇଯିବା ଆଉ ଦୁଃଖ ବାଢି ଚାହିବ ଅଭାବ ଖଣି ଖଣି ପଡିଛି ଖଣି ଖଣି କରୁ ଟିଣି ଟିଣି ନା ଢିଲି ଢିଲି ତେବେ ଯେତେବେଳେ ଆଜି ସୁନ୍ଦର ଭାବରେ ସମସ୍ତଙ୍କୁ ଦାନ ଦେଇ ପାଳନ କରୁଛନ୍ତି ଆମର ସମସ୍ତ ଥିଲାବେଳେ ରାଜା ହଉଥିଲେ ଆପଣଙ୍କ ଶୈବ ଭକ୍ତ ରାଜକୁମାର ଭଗବାନ ଶିବ ଶଙ୍କରଙ୍କ ପ୍ରତ୍ୟେକ ଦିନ ଶିବଙ୍କ ଉପରେ ବେଶଭୂଷା ହେଇ ତାର ମହାପ୍ରଭୁ ତାଙ୍କ ନିକଟକୁ ଯାଇ ମହାପ୍ରଭୁ ନିକଟରେ ସବୁବେଳେ ପ୍ରାର୍ଥନା କରନ୍ତି ଧ୍ୟାନ କରନ୍ତି ଭଗବାନ ଭଜନ କରନ୍ତି ଭଗବାନ ଏକଥା ଚିନ୍ତା କଲେ ରାଜକୁମାର ରାଜାଙ୍କୁ କଣ ଦେବି ତାଙ୍କ ପାଇଁ ଗୋଟେ ପତ୍ନୀ ବିବାହଟା କରିବି ତେବେ ବିବାହ କରିବେ ମହାପ୍ରଭୁ ଶିବ ଶଙ୍କର କୃପାଙ୍କ ପାରେ ବିଚାର କରନ୍ତୁ ତାପରେ ଲକ୍ଷ୍ମୀ ବିରାଜମାନ କରିଛନ୍ତି ଲକ୍ଷ୍ମୀ ଛାଡ଼ିଯିବେ କେତେବେଳେ ଅଜ କହିଲେ ଛେଳି ତଳେ ପାଦ ତୁଳି ଆପଣ ଘରେ ପଡିବ ଛେଳି ପାଦ ଧୂଳି ପଡ଼ିଲେ ଲକ୍ଷ୍ମୀ ଛାଡ଼ିଯିବେ ଗଧର ପାଦ ଧୂଳି ପଡ଼ିଲେ ଛାଡ଼ିବେ ସାରେ ମଟନ କେଜି 800 ଘର କରିନଥିବେ ମାନେ ଘର ଭିତରେ ଘର ରହୁଛନ୍ତି ସେ ଘରେ ଯେମିତି ସେମାନେ ଆନ୍ଦ ଆସନ୍ତି ଅନ୍ୟ ଘରେ ପାଳନ କରିବେ କିଛି ଅସୁବିଧା ନାହିଁ ଚଳ ସମାଧାନ କଥା ନାରାୟଣ କବଳର ଚୈତ୍ର ହୋଇ ଜାତି କ୍ରମ ଏହା ହେଲା ଲକ୍ଷ୍ମୀ ଛାଡ଼ି ଯାଆନ୍ତି ଲକ୍ଷ୍ମୀ ଆସନ୍ତି କେମିତି ଘରକୁ ଲକ୍ଷ୍ମୀ ଦି ପ୍ରକାର ଥାଏ ଲକ୍ଷ୍ମୀ କଥା ଆଲୋଚନା କରା ସାବିତ୍ରୀ ପଡ଼ିବ ଶିବ ସଂକ୍ରାନ୍ତିରେ କହିଲେ ତତ୍ତ୍ୱ ସାଧନ ହେଇଯିବ ଆପଣମାନଙ୍କ ନିକଟରେ କଣ ଆଲୋଚନା କରିବି এই সময় কথা সময় ନାହିଁ ୟାକୁ ବିଚାର କରନ୍ତୁ କଥା ବଢ଼ିବାର କଥା ଟିକେ କେଳବା ଯେତେବେଳେ ଲକ୍ଷ୍ମୀଙ୍କର ଉପାସ ସମସ୍ତେ ଆନନ୍ଦ ଅଛନ୍ତି ସେଦିନ ରାଜା ସୁବେଶ ହେଇ ଭଗବାନ ଶିବଙ୍କ ନିକଟରେ ଆଜ୍ଞା ଧ୍ୟାନ କରୁଛନ୍ତି ଧ୍ୟାନ କରୁଥିବା ବେଳେ ଏଇ ଅନେକ ଦିନର ବିହଳା ଗଙ୍ଗା ଗଙ୍ଗା ସେ ଶିବ ଶଙ୍କରଙ୍କୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି ସବୁ କିନ୍ତୁ ତମକୁ ବାପାନ୍ତି ଶିବଙ୍କୁ ଆଜ୍ଞା ବିବାହ କରିବାକୁ ଇଚ୍ଛା କରିଛନ୍ତି ଗଙ୍ଗା ଅପର ବର୍ଷ ଆପଣମାନେ ବିଚାର କରନ୍ତୁ ଅନେକ ଥର ସେ ମନ୍ଦିର ନିକଟରୁ ଆସି ଫେରିକି ଯାଇଛନ୍ତି ଆଜି ମନ ଭିତରେ ଚିନ୍ତା କଲେ କେତେ ଦିନ ଅପେକ୍ଷା କରିବି ଭଗବାନ ମୃତ୍ୟୁଞ୍ଜୟ ଆଶୁତୋଷ ଶିବ ଶଙ୍କରଙ୍କୁ ପାଇବା ପାଇଁ ହେଲେ ମୋତେ ବହୁତ ଚେଷ୍ଟା କରିବାକୁ ପଡ଼ିଲାଣି ଅନେକ ଦିନ ଅପେକ୍ଷା କଲେଣି ତଥାପି ମୁଁ ତାଙ୍କ ବିବାହ କରିପାରୁନାହିଁ ଯେତେବେଳେ ଜ୍ଞାନ କଥା ଚିନ୍ତା କରି ସେଦିନ ଗଙ୍ଗା ଲକ୍ଷ୍ମଣ ବନ୍ଧା ହେଲେ ଆଜି ଯାହା ହଉ ନା ଖାଇ ମନ୍ଦିର ପ୍ରାଙ୍ଗଣରୁ ବାହାରି ଆମ ସକାଳୁ ଯିବି ସନ୍ଧ୍ୟା ପର୍ଯ୍ୟନ୍ତ ରହିବି ଯେତେବେଳେ ବାହାରିବ ତାକୁ ଜୋର ଜବରଦସ୍ତ ବିବାହ
ना ये उद्देश्य रे पुष्पहार हस्तर धारण करी सेदिन आसुचंती आपण मान गंगा ये महाभारत कहानी गोटे प्रकार एक मध्य अध्यापक भुवनेश्वर यूनिवर्सिटी रो जगन्नाथ महांती मुलाकात सजिका लिखित सब सुनतु भगवान पूजा करछु योगी समानि सम हेसम गुण हीन महित गौरा भरण रण निर्चित दुर्जय सत्यपुरम विवाह करिबो सत्य